এই পৃথিবী ସୁନ୍ଦରତାର ସବୁଜ ବନାନୀ ସୁନ୍ଦରତାର ସମନ୍ୱୟର ନିଛକ ପ୍ରତିଛବିଟିଏ ହେଉଛି ଆମର ଏଇ ପୃଥିବୀ। ଆଉ ଏଇ ରାତ୍ର ଆଗମନୀର କୁହୁକ ସ୍ପର୍ଶରେ ପ୍ରତିଟି ମନ ଓ ପ୍ରାଣ ମନ୍ତ୍ରମୁଗ୍ଧ ହୋଇଥାଏ। ଚଉରାମୂଳେ ସଞ୍ଜଦୀପ ମନ୍ଦିରର ଘଣ୍ଟ ଘଣ୍ଟାର ଧ୍ୱନି ପ୍ରତିଟି ମନରେ ଭକ୍ତିର ମନ୍ଦାକିନୀ ସୃଷ୍ଟି କରେ। ଏହି ଶୁଭରାତ୍ରିର ଆଗମନକୁ ସ୍ୱାଗତ ଜଣାଇ ଆମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମରକତନଗର ତାର ଚତୁର୍ବିଂଶତମ ବାର୍ଷିକ ଉତ୍ସବ ଅସ୍ମିତାକୁ ମହାସମାରୋହରେ ପାଳନ କରୁଅଛି। ଏହି ଭାବାବେଗ ମୁହୂର୍ତ୍ତଟିରେ ମୁଁ ପ୍ରିୟଙ୍କା ବିଦ୍ୟାଳୟ ତରଫରୁ ଉପସ୍ଥିତ ସମସ୍ତ ବରେଣ୍ୟ ଅତିଥି କଳାପ୍ରେମୀ ଦର୍ଶକ ବୃନ୍ଦ ଏବଂ ଏଠାରେ ଉପସ୍ଥିତ ଥିବା ସମସ୍ତ ଛୋଟ ବଡ଼ ଭାଇ ଓ ଭଉଣୀମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି। ମୁଁ ପ୍ରୀତି ପ୍ରଜ୍ଞା ମଧ୍ୟ ସମସ୍ତଙ୍କୁ ସ୍ୱାଗତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଏଠାରେ ଭାଗ ନେଇଥିବା ମୋର କୁନି କୁନି କଳାକାରମାନଙ୍କୁ ସ୍ୱାଗତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଉ ଆମକୁ ଅଭିନନ୍ଦନ ଜଣାଇବେ ନାହିଁ? ହଁ ନିଶ୍ଚୟ। ଆଙ୍କରିଂରେ ଭାଗ ନେଇଥିବା ଆମର ସମସ୍ତ ଭାଇ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଉ ଗୋଟିଏ କଥା ଭୁଲିଗଲ ଭଉଣୀ। କ'ଣ? ଏହି କାର୍ଯ୍ୟକ୍ରମକୁ ଆହୁରି ଅଧିକ ଚିତ୍ତାକର୍ଷକ ଓ ରଙ୍ଗାରଙ୍ଗ କରିବା ପାଇଁ ଯିଏ ତାଙ୍କର ଅଜସ୍ର ସମୟ ଦେଇ ଏହାର ସ୍କ୍ରିପ୍ଟଟିକୁ ଲିଖିଛନ୍ତି ଏବଂ ଆମ୍ଭମାନଙ୍କୁ ମାର୍ଗଦର୍ଶନ କରାଇଛନ୍ତି ସେହି ବିଦ୍ୟାଳୟର ଧରେନ୍ଦ୍ର ଗୁରୁଜୀ ଏବଂ ଯାହାଙ୍କ ମାର୍ଗଦର୍ଶନ ଓ ସୁପରିଚାଳନାରେ ଆଜିର ଏହି କାର୍ଯ୍ୟକ୍ରମଟି ସଫଳ ହେବାକୁ ଯାଉଛି ସେହି ବିଦ୍ୟାଳୟର ପ୍ରଭାଞ୍ଜଳି ଗୁରୁମାଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ହଁ ନିଶ୍ଚୟ। ଆରେ ଆମେ କ'ଣ କେବଳ ସମସ୍ତଙ୍କୁ ଶୁଭେଚ୍ଛା ବା ଅଭିନନ୍ଦନ ହିଁ ଜଣାଉଥିବା ନା ଆଗକୁ ବି କିଛି ବଢ଼ିବା? ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମରକତନଗର ପ୍ରତିବର୍ଷ ତାର ବାର୍ଷିକ ଉତ୍ସବକୁ ସରସ ଓ ସୁନ୍ଦର ବନେଇବା ପାଇଁ ତାର ପ୍ରଚେଷ୍ଟାରେ ଅବ୍ୟାହତ ରହିଛି। ଏ ବର୍ଷ ବହୁତ ଗୁଡ଼ିଏ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଗୁଡ଼ିକ ରହିଛି। ସବୁ ଦର୍ଶକମାନଙ୍କୁ ବିନମ୍ର ଅନୁରୋଧ, ଆପଣମାନେ ଆମ ଶିଶୁ ଭାଇ ଭଉଣୀମାନଙ୍କୁ କରତାଳି ଦ୍ୱାରା ଉତ୍ସାହିତ କଲେ ସେମାନେ ତାଙ୍କର ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଆହୁରି ଅଧିକ ସରସ ଓ ସୁନ୍ଦର କରିବା ପାଇଁ ନିଶ୍ଚିତ ଚେଷ୍ଟା କରିବେ। ତେବେ ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମଟି କ'ଣ? ଆମ ଓଡ଼ିଆ ଜାତିର ମୌଡ଼ମଣି ସମସ୍ତଙ୍କର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ। ତାଙ୍କ ପ୍ରିୟ ନୃତ୍ୟ କ'ଣ ଜାଣିଛ? ଓଡ଼ିଶୀ ନୃତ୍ୟ। ତୁମେ ଠିକ୍ କହିଛ ଭଉଣୀ। ଏହି ଓଡ଼ିଶୀ ନୃତ୍ୟର ଆମର ଏହି ସାଂସ୍କୃତିକ କାର୍ଯ୍ୟକ୍ରମଟିର ଆରମ୍ଭ ହେଲେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସବୁକିଛି ମଙ୍ଗଳ ହିଁ ମଙ୍ଗଳ ହେବ। ତେବେ ଆଜିର ଏହି ଓଡ଼ିଶୀ ନୃତ୍ୟଟି ଶିବ ତାଣ୍ଡବ ବା ଗଙ୍ଗା ତରଙ୍ଗ ନୃତ୍ୟ ଉପରେ ଆଧାରିତ। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଆମ ବିଦ୍ୟାଳୟର ପ୍ରାଚୀ ଗୁରୁମା ଏବଂ ଆମ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ଅତି ଆଦରର ବଡ଼ ଭଉଣୀ ସ୍ୱାତିସ୍ନାତ ଭଉଣୀ। ଏହାକୁ ସହଯୋଗିତା କରିଛନ୍ତି ଆମ ବିଦ୍ୟାଳୟର ତୃପ୍ତି ଗୁରୁମା ଓ ପ୍ରିୟଦର୍ଶିନୀ ଗୁରୁମା। ତେବେ ଆସନ୍ତୁ ଦେଖିବା ଆମର ଏହି ପ୍ରଥମ ସୁନ୍ଦର ଚିତ୍ତାକର୍ଷକ କାର୍ଯ୍ୟକ୍ରମଟିକୁ।
कभी